ଜଣେ ରାଜା ସଞ୍ଜ ହେଲେ ଛଦ୍ମବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରନ୍ତି ଏବଂ ଶୁଣିବାକୁ ଚେଷ୍ଟା କରନ୍ତି ଯେ ଲୋକମାନଙ୍କ ଭିତରେ କ'ଣ କଥୋପକଥନ ହେଉଛି ଏବଂ ରାଜାଙ୍କର ଶାସନ ଉପରେ ସେମାନଙ୍କର ମତାମତ ସବୁ କ'ଣ, କେମିତି କିଏ ଚଳୁଛନ୍ତି। ଥରେ ଗୋଟିଏ ଗ୍ରାମ ଦେଇ ଯାଉଥିବା ବେଳେ ଜଣେ ଚାଷୀର ଘର ଭିତରୁ କିଛି ଶବ୍ଦ ହେଲା ଏବଂ ସେ କାନ ଡେରିଲେ, ଶୁଣିବା ପାଇଁ ଚେଷ୍ଟା କଲେ ଯେ ତାଙ୍କ ଭିତରେ କ'ଣ କଥୋପକଥନ ହେଉଛି। ଚାଷୀ ତାଙ୍କ ପତ୍ନୀଙ୍କୁ କହୁଛନ୍ତି ଯେ ତୁମେ ଋଣ ଶୁଝିଲ? ପତ୍ନୀ କହିଲେ ହଁ। ପୁଣି ପଚାରିଲେ ତୁମେ ଋଣ ଦେଲ? ସେ କହିଲେ ହଁ। ଏବଂ ତାପରେ କହିଲେ ଲଗାଉ ସହସ୍ରବତୀ ଭୁଞ୍ଜିବେ ଶ୍ରୀ ଶ୍ରୀ ନରପତି। ଲଗାଉ ସହସ୍ରବତୀ ଭୁଞ୍ଜିବେ ଶ୍ରୀ ଶ୍ରୀ ନରପତି। ଏକଥା ଶୁଣିକି ରାଜା ଚମକି ଗଲେ। ରାଜା ଭାବିଲେ ଯେ କୁଆଡ଼ୁ ସେ ଦେଖିଦେଲେ କି ଯେ ମୁଁ ଆସିକରି କାନ ଡେରିକି ଶୁଣୁଛି ଏବଂ ନରପତି ଖାଇବେ ବୋଲି ସେ ବନ୍ଦୋବସ୍ତ କରୁଛନ୍ତି। ତେଣୁ ତରବର ହେଇ ରାଜା ସେ ସ୍ଥାନ ଛାଡ଼ିକରି ପଳାଇଲେ। କିନ୍ତୁ ଗଲା ପରେ ସିଏ ଅନୁଶୀଳନ କରିବା ପାଇଁ ଚେଷ୍ଟା କଲେ, ବୁଝିବା ପାଇଁ ଚେଷ୍ଟା କଲେ ଯେ କ'ଣ ପ୍ରକୃତିରେ ଘଟଣା, ଏକଥା ସେ କ'ଣ କେଉଁ ମର୍ମରେ କହିଲେ ଏବଂ କେମିତି ସେ ସତରେ କ'ଣ ଦେଖିଥିଲେ କି। ଏବଂ କିଛି ସମାଧାନ ଯେମିତି ନ ମିଳିଲା, ତାଙ୍କ ମନ୍ତ୍ରୀ ଏବଂ ତାଙ୍କର କଟୁଆଳଙ୍କୁ କହିଲେ ଯେ ଅମୁକ ଘରୁ ତାଙ୍କର ଯିଏ ଚାଷୀ ଅଛନ୍ତି ତାଙ୍କୁ ଧରିକି ଆଣ। ସେଇଠୁ ତାଙ୍କର ଯେଉଁ ଲୋକ ଯାଇକରି ରାଜାଙ୍କର ଲୋକ ଯାଇକି ତାଙ୍କୁ ନେଇକି ଆସିଲେ। ତାଙ୍କୁ ଦରବାରରେ ପଚରାଗଲା ଯେ ତୁମେ କାଲି ରାତିରେ ତୁମ ସ୍ତ୍ରୀଙ୍କ ସହିତ, ପତ୍ନୀଙ୍କ ସହିତ ଏଇଭଳି କଥାବାର୍ତ୍ତା କରୁଥିଲ, ତାର ମର୍ମ କ'ଣ? ତୁମେ ଋଣ ଦେବା କଥା ବି କହିଲ, ଋଣ ଶୁଝିବା କଥା ବି କହିଲ। ଜଣେ ଲୋକ ଏକା ସାଙ୍ଗରେ ଋଣ ଶୁଝିବ ପୁଣି ଦେବ, ଇଏ କି କଥା? ପୁଣି ଲଗାଅ ସହସ୍ରବତୀ ଭୁଞ୍ଜିବେ ଶ୍ରୀ ଶ୍ରୀ ନରପତି। ତୁମେ କ'ଣ ସେଠି ଦେଖିଲ ଯେ ରାଜା ସେଠିକୁ ଯାଇଥିଲେ? ଏ କଥାର ଉତ୍ତର ଚାଷୀ ଅତି ସରଳ ଭାବରେ ବୁଝେଇ ଦେଲେ। ସେ କହିଲେ ଋଣ ଶୁଝିବାର ଅର୍ଥ ପିତାମାତାଙ୍କର ଯେଉଁ ଋଣ ଅଛି ସେ ଋଣ ମୋ ପତ୍ନୀ ଶୁଝିଲେ କି ନାହିଁ ଦିନ ଭିତରେ, ସେ କଥା ମୁଁ ତାଙ୍କୁ ପଚାରିଲି। ଅର୍ଥାତ୍ ତାଙ୍କର ଯତ୍ନ ନେବା, ତାଙ୍କୁ ଠିକ୍ ଭାବରେ ଖାଇବା ପାଇଁ ଦେବା, ଏ କଥା ସେ କରିଛନ୍ତି କି ନାହିଁ ସେଟା ମୁଁ ପଚାରିଲି। ଯେ ଋଣ ଶୁଝିଲ? ସେ କହିଲେ ହଁ। ତାପରେ ପଚାରିଲି ଋଣ ଦେଲ? ମୁଁ ଏଇଥିପାଇଁ କହିଲି ଯେ ପିଲାମାନଙ୍କର ଭଲମନ୍ଦ ବୁଝିବା, ତାଙ୍କର ତତ୍ତ୍ୱ ନେବା, ସେଇଟା ହେଉଛି ଋଣ ଦେବା। କାରଣ ପରବର୍ତ୍ତୀ ସମୟରେ ତାଙ୍କୁ ସେଭଳି ଭାବରେ ମୁଁ ଯେମିତି ଆଜି ଶୁଝୁଛି ସେମାନେ ତାଙ୍କୁ ପୁଣି ଶୁଝିବେ ଆମକୁ। ଏବଂ ଯେତେବେଳେ ଏକଥା ମୁଁ ଜାଣିସାରେ ଯେ ଋଣ ଶୁଝିଦେଲେ ଏବଂ ଋଣ ଦେଇଦେଲେ, ତାପରେ ମୁଁ କହେ ଯେ ଲଗାଉ ସହସ୍ରବତୀ ଭୁଞ୍ଜିବେ ଶ୍ରୀ ଶ୍ରୀ ନରପତି। ଅର୍ଥାତ୍ ମୁଁ ମୋ ଘରେ ନିଜକୁ ରଜା ବୋଲି ଭାବେ ଏବଂ ସେଇଥିପାଇଁ କହେ ଯେ ଲଗାଉ ସହସ୍ରବତୀ। ରାଜା କହିଲେ ସହସ୍ରବତୀ ପୁଣି କ'ଣ? ଗୋଟିଏ ଆଲୁଅରେ ତ ଜଣେ ଖାଇପାରିବ। ସେ କହିଲେ ନା, ଆମେ ଯେହେତୁ ଗରିବ ଲୋକ, ମୋତେ ମୁଁ ନଡ଼ା ବିଡ଼ାଟିଏ ଜାଳିକିରି ମୁଁ ଭୋଜନ କରେ। ସେଥିପାଇଁ ସେଥିରେ ପାଖାପାଖି ଶହ ନଡ଼ାରେ ଖଞ୍ଜା ହୋଇଥାଏ ଏବଂ ଏକାଠି କରିକି ତାକୁ ଜଳାଯିବାରେ ମୁଁ ଭୋଜନ କରିଥାଏ। ଏ କଥା ଶୁଣି ତାଙ୍କର ବିଚାର ଏବଂ ବୁଦ୍ଧିକୁ ବହୁତ ପ୍ରଶଂସା କଲେ ରାଜା।